ରାଉରକେଲା ଜିଲ୍ଲାରେ ପୁଣି ଅଫିମ ଚାଷ। ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ପୋଲିସ ଜିଲ୍ଲାରେ ପୁଣି ଅଫିମ ଚାଷ କରାଯାଇଥିବାର ଜଣାପଡ଼ିଛି। ସୂଚନା ଅନୁଯାୟୀ ଆଜି ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲା ଗୁରୁଣ୍ଡିଆ ଥାନା ଅନ୍ତର୍ଗତ ଜଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଙ୍କଡିହି ଗ୍ରାମର ଘଞ୍ଚ ଜଙ୍ଗଲରେ ଅଫିମ ଚାଷ କରାଯାଇଥିବାର ସୂଚନା ପାଇ ଅବକାରୀ ବିଭାଗ ଓ ବନ ବିଭାଗ ମିଳିତ ଭାବରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ାଉ କରିଥିଲେ। ପ୍ରାୟତଃ 3 ଏକର ଊର୍ଦ୍ଧ୍ୱ ଜମିରେ ଏହି ଅଫିମ ଚାଷ କରାଯାଇଥିଲା। ଅବକାରୀ ବିଭାଗ ଏବଂ ବନ ବିଭାଗର କୁମ୍ବିଂ ଅପରେସନରେ ଜେସିବି ମେସିନ୍ ସାହାଯ୍ୟରେ ସମସ୍ତ ଅଫିମ ଗଛଗୁଡ଼ିକୁ ନଷ୍ଟ କରିବା ସହିତ ନିଆଁ ଲଗାଇ ଦିଆଯାଇଥିଲା। ଏହି ଅଫିମର ଆନ୍ତର୍ଜାତିକ ମୂଲ୍ୟ ବଜାରରେ ପାଖାପାଖି 42 କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ 9 ତାରିଖ ଦିନ ରାଉରକେଲା କୋଇଡ଼ା ଥାନା ଅନ୍ତର୍ଗତ କାଲଟା ପଞ୍ଚାୟତ କୁସୁମୁଣ୍ଡି ଗ୍ରାମର ଘଞ୍ଚ ଜଙ୍ଗଲ ମଝିରେ ପ୍ରାୟ 5ରୁ 6 ଏକର ଜଙ୍ଗଲ ସଫା କରି ପାଖାପାଖି 62 କୋଟି ଟଙ୍କାର ଅଫିମ ଗଛ ନଷ୍ଟ କରିଦିଆଯାଇଛି। କିନ୍ତୁ ଆଜିର ଗୁରୁଣ୍ଡିଆ ଅପରେସନରେ ଅଫିମ ମାଫିଆମାନେ ଆଗରୁ ସୂଚନା ପାଇ ଫେରାର ହେବାର ସକ୍ଷମ ହୋଇଥିଲେ। এইটা টিকে এটি রহিলা তারি উপরে দেওয়া দরকার। ରାଉରକେଲାରୁ ଲବକିଶୋର ନାୟକଙ୍କ ରିପୋର୍ଟ, ନାଗରାଜ ନ୍ୟୁଜ୍।